ଜଙ୍ଗଲର ସମସ୍ତ ପଶୁ ଏକାଠି ହୋଇଛନ୍ତି। ଛୋଟ ହାତୀ ଭୟରେ କମ୍ପୁଛି। ମୁଁ କହିଥିଲି ନା ସେଇ ଜଙ୍ଗଲ ଅଭିଶପ୍ତ। ସେ ଚିତ୍କାର ସାଧାରଣ ନୁହେଁ। କିଏ ଆମକୁ ଦେଖୁଛି? ସମସ୍ତେ ଚାରିଆଡ଼େ ଦେଖୁଛନ୍ତି। ହଠାତ୍ ଟକ୍ 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 କାହାର ପାଦର ଶବ୍ଦ ଶୁଣାଯାଏ। ହୁଡ଼ି ଭିତରୁ ଗୋଟିଏ ବିଶାଳ ଛାୟା ଧୀରେ ଧୀରେ ବାହାରୁଛି। କେହି ତାର ମୁହଁ ଦେଖିପାରୁନାହାନ୍ତି, କେବଳ ଦୁଇଟି ଜଳୁଥିବା ଆଖି। ଛୋଟ ହାତୀ ନିଜ ମା ପଛରେ ଲୁଚିଯାଏ। ଭୟ କରେନି, ମୁଁ ଅଛି। କିନ୍ତୁ ତାଙ୍କ ସ୍ୱରରେ ମଧ୍ୟ ଭୟ ସ୍ପଷ୍ଟ। ହଠାତ୍ ଛାୟାଟି ଗୋଟିଏ ଭାରି ସ୍ୱରରେ କହିଲା, ଜଙ୍ଗଲର ସମୟ ସରି ଆସୁଛି। ସମସ୍ତେ ଆଶ୍ଚର୍ଯ୍ୟ। ତୁମେ କିଏ? କୌଣସି ଉତ୍ତର ନାହିଁ। ପୁଣି ସେହି ସ୍ୱର, ଯେଉଁ ଛୋଟ ହାତୀ ଆଜି ଚିତ୍କାର କରିଛି, ସେହି ଏହି ଜଙ୍ଗଲର ଭାଗ୍ୟ ବଦଳାଇବ। ସମସ୍ତଙ୍କ ନଜର ଛୋଟ ହାତୀ ଉପରେ। ହଠାତ୍ ବଡ଼ ପବନ ବହିଲା। ଛାୟାଟି ଅଦୃଶ୍ୟ ହୋଇଗଲା। ତାର ସ୍ଥାନରେ ପଡ଼ି ରହିଲା ଗୋଟିଏ ପୁରୁଣା ପତ୍ର। ଶିଆଳ ଧୀରେ ଧୀରେ ଉଠାଇଲା। ସେଥିରେ ଅଙ୍କା ଥିଲା ଗୋଟିଏ ରହସ୍ୟମୟ ନକ୍ସା। ନକ୍ସାର ଶେଷରେ ଲେଖା ଥିଲା, ଯେଉଁଠି ସତ୍ୟ ଲୁଚିଛି ସେଠାରେ ବିପଦ ମଧ୍ୟ ଅପେକ୍ଷା କରୁଛି। ସମସ୍ତେ ପରସ୍ପରଙ୍କୁ ଚାହିଁ ରହିଗଲେ। ଏହି ନକ୍ସା କେଉଁଠିକି ନେଇଯିବ? ଛୋଟ ହାତୀ ସତରେ କି ଜଙ୍ଗଲର ଭାଗ୍ୟ ବଦଳାଇବ, ନା କି ଏହା ଗୋଟିଏ ଭୟଙ୍କର ଫାନ୍ଦ? ଜାଣିବା ପାଇଁ ଦେଖନ୍ତୁ ଏପିସୋଡ୍ 1 ପାର୍ଟ D। ଯଦି ଆପଣମାନଙ୍କୁ ଆମର ଭିଡ଼ିଓଟି ଭଲ ଲାଗିଥାଏ ତେବେ ଆମ ଭିଡ଼ିଓକୁ ଲାଇକ୍, ସେୟାର ଓ କମେଣ୍ଟ କରିବା ସହିତ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ହେବ। ଧନ୍ୟବାଦ।